ଆପଣ ଦେଖିପାରୁଥିବେ କି ଯେଉଁ ଦେଖାଉଛି ସବୁ ପାଣି ଯାହାକି ପତ୍ର ସବୁ ପଡ଼ିଛି, ସବୁ ଦେଖାଉଛି ସେ ସବୁ ପାଣି ଆରକ, ଯେଉଁଥିରେ କି ନଦୀ ପାଣି ମଧ୍ୟ ଆମ ଗାଁରେ ବଢ଼ିଲାଣି। ନଈ ପଠାରେ ସେପଟ ବିଲ ତକ ବି ମଧ୍ୟ ପାଣି ହେଇସାରିଲାଣି। ଆଉ ଆପଣ ଦେଖିପାରୁଥିବେ, ଦେଖନ୍ତୁ କେତେ କୁଆଡ଼େ ପାଣି ପୁରା ହେଇଗଲାଣି, ପାଣି ବଢ଼ିଲି। ଏତେ ପାଣି ନଥିଲା, ଏ ବହୁତ କମ୍ ପାଣି ଥିଲା। ତ କାଲି ରାତିରେ ତ ଏତେ ନଥିଲା, ସେ ସକାଳୁ ବଢ଼ିଗଲା ପାଣି। ଦେଖନ୍ତୁ ଏସବୁ ପତ୍ର ଭଳିଆ ଦେଖାଯାଉଛି ପାଣି ଆରକ, ବାସ୍ ଏତକ ଆମେ ଶୁଖିଲା ତକ ଅଛି। ଏବେ ଆମେ ଯିବା ଉପରେ ଦେଖିବା କି କେମିତି ଦେଖାଯାଉଛି ପାଣି, କେତେ ବାଟ ପାଣି ବଢ଼ିଛି। ଦେଖନ୍ତୁ ଏତେ ପାଣି ହେଲି। ଠିକ୍ ଅଛି, ଯିବା ଉପରକୁ ଦେଖିବା ବନ୍ଧ ଉପରେ କେମିତି ଦେଖାଯାଉଛି। ତା ପାଇଁ ଆମେ ବନ୍ଧ ଉପରକୁ ଆସିଲୁ ହାରି। ତ ଦେଖିବା କେତେ ପାଣି ଦେଖ, ନଈ ଦେଖନ୍ତୁ କେଉଁଠି, ନଈ ସେତକରେ ଅଛି। ଆଉ ପାଣି ଦେଖନ୍ତୁ ବଢ଼ିଛି। କାଲି ଏତେ ପାଣି ନଥିଲା, ବହୁତ କମ୍ ଥିଲା ପାଣି। ଦେଖନ୍ତୁ ଆଜି କିନ୍ତୁ ପାଣି ବଢ଼ିଯାଇଛି। ଏଠି ମଧ୍ୟ ଜାଲ ମଧ୍ୟ ଥୁଆ ହେଇଛି, ଗୋଟେ କାହାର ମାଛ ଧରିବା ପାଇଁ ରଖାହେଇଛି। ଦେଖିପାରୁଥିବେ ପାଣି କେତେ ପାଣି ଦେଖ, ଏସବୁ ବିଲ ବୁଡ଼ି ବୁଡ଼ି ସେ ଚାରିପଟ ଯାକ ସବୁ ହେଇଯିବ ପାଣି। ଆଉ ଜାଲ କେତେ ଥୁଆ ହେଇଛି, ଏଠି 1 2 3 4ଟା ଜାଲ ଥୁଆ ହେଇଛି ମାଛ ଧରା ବେଲେ। ପାଣି ବଢ଼ିଲେ ତ ସେଥିପାଇଁକା। ଏବେ ଦେଖନ୍ତୁ, ଏତକ ବିଲରେ ଫସଲ ହେଉଥିଲା, ଇଏ ପାଣି ବଢ଼ିଗଲା, ଯେଉଁଥିରେ କି ଫସଲ ମଧ୍ୟ ବୁଡ଼ି ଯାଇଛି। ଆଉ ଦେଖନ୍ତୁ ନଈ ସେତକ ଦେଖନ୍ତୁ, ନଈ ସେପଟରେ ମଝିରେଟା ନଈ, ଏପଟ ସବୁ ପାଣି, ମାନେ ସେପଟ ଫାଙ୍କଟା ଗୋଟେ ଅଛି ଯେଉଁଥିରେ କି ପାଣି ଆସୁଛି ହାରି ଏପଟକୁ। ଦେଖନ୍ତୁ ନଈରେ କେତେ ପାଣି, ଜୁମ୍ କରି ଦେଖାଯାଉଛି। ସେ ବିଲ ପାଖରେ ଗୋଟେ ଜାଲ ମଧ୍ୟ ଥୁଆ ହେଇଛି, ଦେଖିପାରୁଥିବେ। ନଈ ଦେଖନ୍ତୁ ପ୍ରବଳ ପାଣି ନଈରେ, ନଈ କେହି ଯାଇପାରୁନି ନଈରେ, ଦେଖିପାରୁଥିବେ। ଆଉ ସେପଟର ଠିଆ ହେଇ ସେଠି ନା କ'ଣ, ନାହିଁ କେହି ଯାଇନାହାନ୍ତି। ତ ଦେଖନ୍ତୁ ଏଇ ବିଲଟାରେ ଫସଲ ହେଇଥିଲା, ସେ ବୁଡ଼ିଗଲା। ଆଉ ଆମେ ଦେଖିବା ତଳକୁ ଯାଇକି ଦେଖିବା କେତେ ପାଣି ନଈରେ। ମାଛ କାଲି ରାତିରେ ଧରା ହେଇଥିଲା, କାଲି ରାତିରୁ ବଢ଼ିଛି, ଯେଉଁଥିରେ କି ଦେଖିପାରୁଥିବେ। ଖରା ମଧ୍ୟ ବହୁତ ଜୋର ହେଲାଣି। ଘରକୁ ବିଲ, ସେଇ ବିଲଟା ବି ବୁଡ଼ିଯିବ, ପାଖାପାଖି ହେଇଗଲାଣି। ଏପଟେ ଦେଖେଇ ଦେଉଛି ମୁଁ ଏପଟେ। ତ ଏବେ ଆମେ ଦେଖିବା ଆଗକୁ ଯାଇକି କି ପାଣି କେତେ ବାଟ ମଧ୍ୟ ଯାଇଛି। ଠିକ୍ ଅଛି, ଆମେ ଚାଲ ଯିବା ଆଗକୁ ଦେଖିବା ପାଣି କେତେ ବାଟ ଯାଇଛି। କାହିଁକିନା ଆମେ ପ୍ରଥମେ ତ ଦେଖିଥିଲେ ପାଣି ଯେଉଁ ଦେଖନ୍ତୁ କେଉଁ ଯାକେ ଆସିଲେ ହାରି। ସେପଟେ ପ୍ରଥମ ଥର ଦେଖିଥିବା ପାଣି ଯେଉଁ ସେପଟେ ତା'ର ବାଟ ଗୋଟେ ଅଛି, ନାଳଟେ, ଯେଉଁଥିରେ ପାଣି ଆଡ଼େ ମଧ୍ୟ ବି ପଳେଇ ଆସିଲାଣି। ଦେଖିପାରୁଥିବେ ଏ ବିଲଟା ଥିଲା ଏପଟେ, କିଛି ପାଣି ମାଡ଼ିଗଲି ତଳପଟ ସାଇଡ଼୍ ଥିଲା। ଢିପ ତକ ସେତକ ଶୁଖିଲା ଅଛି। ଦେଖନ୍ତୁ କେତେ ବାଟ ପାଣି ଆସିଛି ହାରି, ଦେଖିପାରୁଥିବେ। ଠିକ୍ ଅଛି, ଆମେ ଆଗକୁ ଯିବା, ଦେଖିବା ପାଣି ଆଉ କେତେ ବାଟ ଯାଇଛି। ତ ଆମେ ପହଞ୍ଚିଲେ ଯେଉଁ ଗଛ ଦେଖୁଥିଲେ ଓସ୍ତ ଗଛ ପାଖରେ, ଆମେ ଯିବା ତଳକୁ ଯାଇକି ଦେଖିବା କେତେ ପାଣି ଆସିଛି ଆଡ଼ିକି। ଆଉ ଠିକ୍ ଅଛି, ଚାଲ ଆମେ ତଳକୁ ଯିବା। ଠିକ୍ ଅଛି, ଏବଂ ଏଥର ଚାଲ ଆମେ ଦେଖିବା ପାଣି କେତେ ବାଟ ଲାଗିଛି। ଦେଖନ୍ତୁ ଠିକ୍ ଅଛି, ଏବେ ଆମେ ତଳକୁ ଯାଇକି ଦେଖିବା। ତ ଚାଲି ତଳକୁ ଦେଖାଇ ଦେଉଛି କେତେ ପାଣି ଆଉ କୁଆଡ଼େ ଲାଗିଛି, କେଉଁ ପଟ ଦେଇକି ପାଣି ଆସିଥିଲା। ଆମେ ପ୍ରଥମେ ଦେଖିଲୁ ସେପଟ ଦେଇକି ପାଣି ଆସିଛି, ଯେଉଁଥିରେ କି ପାଣି ଆଡ଼େ ମାଡ଼ି ମାଡ଼ି ଆଡ଼େ ପର୍ଯ୍ୟନ୍ତ ଆସିଛି। ଆମେ ବଗର ବହୁତ ବସିଲାଣି ମାଛ ଖାଇବା ପାଇଁକା। ପାଣି ଏବେ କମ୍ ଅଛି, କିନ୍ତୁ ମୁଁ ଦେଖିଦେବି ଆଉ ଗୋଟେ ଭିଡ଼ିଓ କରିବି, ଯେଉଁଥିରେ କି ଏବେ ପାଣି କେତେ ହେଇଯାଇଛି। ଦେଖନ୍ତୁ ବଗ କେଯାଏ ବସିଛନ୍ତି, ଆଉ ପାଣି ବି ବହୁତ ଆସିଲାଣି ହାରି। ପ୍ରାୟତଃ ସକାଳେ ଦେଖିଲେ ଏତେ ପାଣି ନଥିଲା, ପାଣି ମାଡ଼ୁଛି ଆସ୍ତେ ଆସ୍ତେ। ଠିକ୍ ଅଛି, ଦେଖନ୍ତୁ କେଉଁଠୁ ପାଣି ଥିଲା, ପାଣି ଆଡ଼୍ ଆସିଲାଣି ହାରି, ଦେଖିପାରୁଥିବେ। କେଜିଏ ପାଣି ମଧ୍ୟ ହେଇଗଲାଣି। ସକାଳେ ଏତେ ପାଣି ନଥିଲା, ବହୁତ କମ୍ ଥିଲା। ଏବେ କିନ୍ତୁ ପାଣି ଟିକେ ବଢ଼ିଲାଣି। ମାଛ ବି ଧରା ହେଇଥିଲା ସକାଳେ, ଜାଲ ମରା ହେଇଥିଲା ଫାସି, ମାଛ ମଧ୍ୟ ଗୋଟେ ଦୁଇଟା ପଡ଼ିଥିଲେ।
ଆଉ ଟିକେ ପାଣି ଆସିଲେ ଆଉ ଟିକେ ବଡ଼ ଜାଲ ମରା ହେବ। ଠିକ୍ ଅଛି, ଏବେ ଚାଲ ଆମେ ଯିବା ଉପରକୁ, ବନ୍ଧ ଉପରକୁ ଯାଇକି ଦେଖିବା। ଦେଖନ୍ତୁ ଓସ୍ତ ଗଛ, ବହୁତ ବଡ଼ ଓସ୍ତ ଗଛ, ଯେଉଁଥିରେ ବହୁତ ଛାଇ ମଧ୍ୟ ଏଥିରେ ହେଉଛି। ଏ ବହୁତ ପୁରୁଣା, ମୁଁ ଛୋଟବେଳେ ଥିଲି ଯେପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ବି ଏଡ଼ିକି ହିଁ ଥିଲା ମୋତେ ଲାଗୁଛି। ତ ଏବେ ଆମେ ବନ୍ଧ ଉପରୁ ଯାଇକି ଯିବା ଦେଖିବା। ଠିକ୍ ଅଛି, ଦେଖନ୍ତୁ ସାଙ୍ଗମାନେ କେମିତି ଆମେ ଏଥରକ ବନ୍ଧ ଉପରକୁ ଆସିଲାଣି। ତ ଦେଖିପାରୁଥିବେ ପାଣି କେତେ ପାଡ଼ ହେଇଗଲାଣି, ଦେଖିପାରୁଥିବେ। ଦେଖନ୍ତୁ, ମୁଁ ଆଉ ଥରେ ଦେଖାଇ ଦେଉଛି ଭିଡ଼ିଓରେ। ଆଉ ମୁଁ ଯେଉଁ ଗଛଟା କଥା କହୁଥିଲି, ଦେଖନ୍ତୁ ସେ ଗଛଟା କେତେ ବଡ଼, ଦେଖିପାରୁଥିବେ। ଅଶ୍ୱତଥ ଗଛ ବା ଆମେ କୁହନ୍ତୁ ଓସ୍ତ ଗଛ। ଆଉ ପାଣି ବି ନଈରେ ବହୁତ ହେଲାଣି, ପ୍ରବଳ ପାଣି, ଦେଖିପାରୁଥିବେ ବହୁତ ପାଣି। ପାଣି ଦେଖନ୍ତୁ ସେପଟେ ବୁଲିକି ଏପଟେ ବି ଆସିଲାଣି। ତ ରହୁଛି, ଧନ୍ୟବାଦ।